ନିଜର କବିତା ଦେଇସାରିଲେଣି। ମୁଁ ଭାବୁଥିଲି ଆପଣମାନଙ୍କର କବିତା ଶୁଣିବି ତାପରେ ମୁଁ କିଛି କହିବି, କିନ୍ତୁ ନିର୍ଦ୍ଦେଶ ଆସିଲା ଆମେ ପ୍ରଥମେ କହିବୁ ତାପରେ ଆପଣଙ୍କର କବିତା ଶୁଣିବୁ। କାହିଁକି ନା ପ୍ରଥମରୁ କୁହାଯାଇଛି ଆପଣ ପୁଣି କବିତା ଦେଇସାରିକି ପଳାନ୍ତି, ଆମର କଥା ଶୁଣିବେ ତାହେଲେ କହିବୁ। ସେଥିପାଇଁ ଆମେ ପ୍ରଥମେ କହିବୁ ତାପରେ ଆମେ ବସିବୁ, ଆପଣ ଜଣେ ଜଣେ କହିବେ ଆମେ ଶୁଣିବୁ। ଆଜିର ଆଲୋଚନା ଆମର ଯେଉଁ ଭାଷା ସାହିତ୍ୟ, ଆପଣମାନେ ସମସ୍ତେ ନିଜ ନିଜର ଘରର କାମ, ପ୍ରଥମେ ମା ମାନଙ୍କ ଉପରେ ମୁଁ କିଛି କହିବି। ନିଜ ନିଜର ଘରର କାମ ସବୁକିଛି, ବହୁତ ମହିଳା ଅଛନ୍ତି ଯେଉଁମାନେ ଜବ୍ କରିଛନ୍ତି, ତାପରେ ନିଜର ସାଙ୍ଗଠିକ ଅଛି, ସବୁକିଛି ସାରି ଆପଣ ଗୋଟେ କବିତା ଲେଖନ୍ତି। କେଉଁ ଭାଷାରେ ଲେଖନ୍ତି? ଆପଣ କ'ଣ ସାହିତ୍ୟିକ ଭାଷାରେ ଲେଖନ୍ତି? ଆପଣ ନିଜ ଭାଷାରେ ଲେଖନ୍ତି, ଯେଉଁଟା ଆପଣଙ୍କର ଦୈନନ୍ଦିନ ଭାଷା, ଯାହା ଆପଣ ଘରେ ରୋଷେଇ କଲାବେଳେ ଭାଷା ୟୁଜ୍ କରନ୍ତି, ଆପଣ କହିଲା ବେଳେ ଆପଣଙ୍କ ପରିବାର ସବୁ ସେଇ ଭାଷା ଦେଇକି ଲେଖନ୍ତି, ପୁରା ଶାରୀରିକ ଭାଷାରେ ଲେଖନ୍ତି। ସେଇଟା ହେଉଛି ହିଁ ଆମର ଭାଷା ଓ ସାହିତ୍ୟ। କିନ୍ତୁ ଆଜି କ'ଣ ହେଉଛି, ଆମର ଏଇ ଯେଉଁ ଯୁବପିଢ଼ି ଧୀରେ ଧୀରେ ଆସିଲେଣି, ସେମାନେ ଏସବୁର ମହତ୍ତ୍ୱ ଧୀରେ ଧୀରେ ଭୁଲିଗଲେଣି। ଆପଣମାନେ ଚାହିଁଲେ ହିଁ ସେଇ ଆମ ଭଳି ଆମ ପରର ପିଢ଼ି ସେମାନେ ମଧ୍ୟ ଶିଖିବେ କିଛି। ତ ଆମେ ଯଦି ସେମାନଙ୍କୁ ହାତ ଧରିକି ଶିଖେଇବା ତ ସେମାନେ ନିଶ୍ଚୟ ଶିଖିବେ। ତ ଭାଷା ସାହିତ୍ୟ କେବଳ ଆମ ମନ ଭିତରର, ଆମେ ଯେତିକି ଚାହିଁବା ଭାଷା ସାହିତ୍ୟ ସେତେ ଆଗକୁ ଯିବ। ଆମ ସରଳ ଜୀବନରେ ଏତେ ଦୁଃଖ କାହିଁକି ହେଉଛି? ସେଥିପାଇଁ ଆମେ ନିଜେ ହିଁ ତାର ଦୋଷୀ। କାହିଁକି ନା ଆମେ ଆମର ପରମ୍ପରା ସଂସ୍କୃତି ଆମ ସାହିତ୍ୟକୁ ଆମେ ପାଦରେ ଦଳି ଦେଲେଣି। ଆମେ କହୁଛେ ଆମେ ପାଶ୍ଚାତ୍ୟ ଯେଉଁ ପରମ୍ପରାକୁ ଧରିବା। କାହିଁକି? ଆମର ରଜ ପର୍ବ ଅଛି, ଆମର ରଥଯାତ୍ରା ଅଛି, ଆମର ବହୁତ କିଛି, ଆମର ସାବିତ୍ରୀକୁ ଦେଖନ୍ତୁ, ସବୁକିଛି ଆମ ପର୍ବପର୍ବାଣି ଆମ ପାଇଁ ବଡ଼। କିନ୍ତୁ ଆମେ କ'ଣ କରୁଛେ? ପାଶ୍ଚାତ୍ୟ ସଭ୍ୟତାର ଗୋଟେ ବାହାଘର ହେଲେ ଆମେ ଏବେ ସବୁ ଆମର ମୋଟ ଯେଉଁ ଥାଏ, ବାହାଘର ପୂର୍ବରୁ ମଙ୍ଗଳ କରାଯାଏ, ମଙ୍ଗଳ କୃତି, ଆମେ ସେଇଟା ଆଉ କରୁନି। ଆମେ ସେଇଟା ହଳଦୀ ସେରେମନି କରିଦେଲେଣି, ମେହେନ୍ଦୀ ସେରେମନି କରିଦେଲେଣି। ତା ଦ୍ୱାରା କ'ଣ ହେଲା? ଆମ ଓଡ଼ିଆ ପରମ୍ପରା ଆମେ ନିଜେ ହିଁ ମାଟିରେ ପୋତିଦେଲେ। ତ ଆମେ ଯଦି ସେ ପରମ୍ପରାକୁ ଆମେ ନିଜେ ନ ଜାବୁଡ଼ି ଧରିବା, ଆମେ ତ କରିବାନି, ଆମ ପରର ପିଢ଼ି କେମିତି କରିବେ? ଆମର ଯେମିତି ଦେଖନ୍ତୁ ରଜ ଟାଇମ୍ରେ, ଏବେ ଯଦି ଏବେକାର ଛୋଟ ଛୋଟ ପିଲାଙ୍କୁ ଆପଣ ପଚାରିବେ ରଜ କେତେ ଦିନ ପାଳନ ହେଉଛି, ରଜର ମହତ୍ତ୍ୱ କ'ଣ, କାହିଁକି ରଜ ପାଳନ କରାଯାଏ, କହିପାରିବେ? କେବେ କହିପାରିବେ? କାହିଁକି ନା ସେମାନେ ସବୁ ପାଶ୍ଚାତ୍ୟ ସଭ୍ୟତା ବାସି